ଆପଣ ଦେଖନ୍ତୁ ସେମାନେ ବର୍ଷେ ପୂରିବାକୁ ଯାଉଛି ଆଗାମୀ 12 ତାରିଖ ଦିନ ଜୁନ 12 ତାରିଖରେ ସେ କଣ କଣ ପ୍ରତିଶ୍ରୁତି ଦେଇଥିଲେ କେତେ ପାଳନ କରିଛନ୍ତି ସେ ଆଗ ସେ ଉତ୍ତର ରଖି ସାରନ୍ତୁ ଏବଂ ଆମେ ମଧ୍ୟ ତାଙ୍କୁ ଅନେକ ପ୍ରଶ୍ନ ପଚାରିବା ଅଛି ପଚାରିବୁ ଟିକେ ଧୈର୍ଯ୍ୟ ଧରନ୍ତୁ ସେଇଟା ତାଙ୍କର ନିର୍ବାଚନ ଇସ୍ତାହାର ଭିତରେ ଥିଲା ଆମେ ଜରୁର ପ୍ରଶ୍ନ ପଚାରିବୁ ଅପେକ୍ଷା କରନ୍ତୁ ବର୍ଷେ ହେଲା ସରକାର ଅଛି ଦାୟିତ୍ୱ ତାଙ୍କର ନିଜ କାନ୍ଧରୁ ଜୁଆଳି ଖସିକି ଅନ୍ୟ ଉପରକୁ ଠେଲିଦେବା ଠିକ ନୁହଁ ଯିଏ ସରକାର ସିଏ ଉତ୍ତର ଦେବ ସେ ଖୋଜିକି ବାହାର କରିବେ ତାଙ୍କର କଣ କରିବା ଅଛି ସେ କରନ୍ତୁ ସବୁ କଥା 24 ବର୍ଷ ତାହେଲେ ତମେ ସରକାରକୁ ଆସିଲ କାହିଁକି ଲୋକ ତମକୁ ଭରସା କଲେ ସରକାରକୁ ଆଣିଲେ ଯୋଉଟା କରିପାରୁଛ ବାହାଦୁରୀ ଦେଖୁଛ ଯୋଉଟା କରିପାରୁନ ସେଟା 24 ବର୍ଷ ହେଲା ହେଇନି ଆମେ କଣ ପାରୁନୁ ତମର ଅକ୍ଷମତା କାହିଁ ପ୍ରକାଶ କରୁଛ ଆସନ୍ତା କାଲି 21 ତାରିଖ ମେ ମାସ ବୁଧବାର ଦିନ ସକାଳ 9ଟାରୁ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯିବ ଏବଂ ତାପରେ ନେତୃବୃନ୍ଦ ଯାଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବେ ଦାବି ରଖିବେ ଯେ ଇଞ୍ଜିନିୟରିଂ ମେଡିକାଲ ଟେକ୍ନିକାଲ ସବଜେକ୍ଟରେ ओबीसी मानू जो 0 मिलूची ताकू तुरंत 27% कराଯାଉ ଏବଂ एससी एसटी को जो 20% मिलूची ताकू 38.75% कराଯାଉ जदि सरकार ए दाबी को ग्रहण न करिवे आसंता काली आंदोलन अयारंभ तापरे विभिन्न जगह तीव्र आंदोलन हम से सरकार को आह्वान जनाऊँ तुरंत ए दाबी को मानि नियंतु एवं ओडिशार 54% ओबीसी 38 बा 39% एससी एसटी तांको कथा बुझंतु।